ଓଡ଼ଗାଁ ବ୍ଲକର ଅଙ୍ଗିସିଙ୍ଗି ପଞ୍ଚାୟତର 45 ବର୍ଷୀୟ ମାନସ ରଞ୍ଜନ ମହାପାତ୍ରଙ୍କ କାହାଣୀ ଶୁଣନ୍ତୁ। ସେ 2006 ମସିହାରୁ ଜଣେ ନିଷ୍ଠାପୁର କୃଷକ ସାଥୀ ଭାବେ କାର୍ଯ୍ୟରତ। ସ୍ଥାନୀୟ ଚାଷୀମାନଙ୍କ ପାଇଁ ସେ ଜଣେ ଭରସାର ସାଥୀ। ସରକାରୀ ଯୋଜନାର ଜଟିଳ ପ୍ରକ୍ରିୟା ବୁଝାଇବାଠାରୁ ଆରମ୍ଭ କରି ଋଣ ଆବେଦନ ଓ ଫସଲ ବୀମା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେ ତାଙ୍କର ବୌଦ୍ଧିକ ସହାୟତା ଯୋଗାଇ ଦିଅନ୍ତି। କିନ୍ତୁ ଏତେ ସେବା ସତ୍ତ୍ୱେ ସେ ନିଜେ ଏକ ଅଭାବର ଚକ୍ରବ୍ୟୁହରେ ଫସି ରହିଛନ୍ତି। ସରକାରଙ୍କଠାରୁ ମିଳୁଥିବା ସ୍ୱଳ୍ପ ପାରିଶ୍ରମିକ ବଜାର ଦର ବୃଦ୍ଧି ଆଗରେ କିଛି ନୁହେଁ। ଏଥିରେ ବୃଦ୍ଧ ବାପା ମାଙ୍କ ଦେଖାଶୁଣା ଓ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତାଙ୍କୁ ଚିନ୍ତାରେ ପକେଇଛି। ଏହା ସହିତ ଅଞ୍ଚଳରେ ଜଳସେଚନର ଅଭାବ ତାଙ୍କର ଆର୍ଥିକ ସ୍ଥିତିକୁ ଆହୁରି ଦୁର୍ବଳ କରିଦେଇଛି। ଦୁଃଖର ବିଷୟ ହେଉଛି ତାଙ୍କର ଶିକ୍ଷାଗତ ଯୋଗ୍ୟତା କେବଳ କାଗଜପତ୍ରରେ ସୀମିତ ରହିଯାଇଛି। ତାଙ୍କୁ କୌଣସି ପଦୋନ୍ନତି କିମ୍ବା ଉପଯୁକ୍ତ ସରକାରୀ ସୁଯୋଗ ମିଳିନାହିଁ। କୃଷି ବିଭାଗକୁ ବଞ୍ଚାଇ ରଖିବାରେ ତାଙ୍କ ଭଳି କୃଷକ ସାଥୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଚିତ ସମ୍ମାନ ଓ ମାନ୍ୟତା ମିଳିପାରୁନାହିଁ।